एसबीआई ର ଶିଶୁ ମୁଦ୍ରା ଋଣ। ଏସବିଆଇ ର ଶିଶୁ ମୁଦ୍ରା ଋଣ ଏକ ବିଶେଷ ପ୍ରକାର ମାଇକ୍ରୋ ଫାଇନାନ୍ସ ଯୋଜନା ଯାହା ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା PMMY ର ଅଧୀନରେ ଦିଆଯାଇଛି। ଏହି ତିନି ପ୍ରକାର ମୁଦ୍ରା ଋଣର ମଧ୍ୟରୁ ଅନ୍ୟତମ, ଯେଉଁଥିରେ ଶିଶୁ, କିଶୋରୀ ଓ ତରୁଣ ଥାଏ। ଏହି ଅଧିକାର ସବୁଠୁ ଛୋଟ ପରିମାଣର ଋଣ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ ଛୋଟ ବ୍ୟବସାୟ ଏବଂ ସ୍ୱୟଂ ରୋଜଗାର ପ୍ରୋତ୍ସାହିତ କରିବା ପାଇଁ। ଏସବିଆଇ ର ଶିଶୁ ମୁଦ୍ରା ଋଣ ଯୋଜନା ଗୁରୁତ୍ୱପୂର୍ଣ୍ଣ ବିଶେଷତା ଗୁଡ଼ିକ ହେଲା ରାଶି। ଏହି ଯୋଜନାରେ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଏ। ଋଣ ହାର। ଏହାର ଋଣ ହାର ବ୍ୟାଙ୍କ ନିର୍ଦ୍ଧାରିତ କରିଥାଏ। ପାଖାପାଖି ଏହା 10ରୁ 12% ପର୍ଯ୍ୟନ୍ତ ହୋଇପାରେ। ଅବଧି। ଋଣର ପେମେଣ୍ଟ ସାଧାରଣତଃ 3ରୁ 5 ବର୍ଷରେ ହୋଇଥାଏ। କାର୍ଯ୍ୟକ୍ଷେତ୍ର। ଏହି ଋଣର ବ୍ୟବସାୟ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଓ ଅନ୍ୟାନ୍ୟ ଛୋଟ ବ୍ୟବସାୟୀଙ୍କ ସାହାଯ୍ୟ ପାଇଁ ଦିଆଯାଇଛି। ନିବେଶ ପ୍ରକ୍ରିୟା। ଏହି ଯୋଜନା ପାଇଁ ଆବେଦନକାରୀଙ୍କୁ ତାଙ୍କର ନିକଟସ୍ଥ ଏସବିଆଇ ଶାଖାରେ ଯାଇ ଆବେଦନ କରିବାକୁ ପଡ଼େ ଓ ଯୋଗ୍ୟତା ସମ୍ବନ୍ଧୀୟ ଆବଶ୍ୟକୀୟ ଡକୁମେଣ୍ଟ ଦାଖଲ କରିବାକୁ ପଡ଼ିବ। ଆବଶ୍ୟକୀୟ ଡକୁମେଣ୍ଟ: ଭୋଟର ଆଇଡି କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ, ବ୍ୟବସାୟ ଯୋଜନା ଏବଂ ଆବଶ୍ୟକୀୟ ତଥ୍ୟ ଡକୁମେଣ୍ଟ ଦରକାର। ନିକଟସ୍ଥ ଏସବିଆଇ ଶାଖାରେ ଯାଆନ୍ତୁ, ଋଣ ଆବେଦନ ଫର୍ମ ପୂରଣ କରନ୍ତୁ, ଆବଶ୍ୟକ ଡକୁମେଣ୍ଟ ସହିତ ଆବେଦନ ଦାଖଲ କରନ୍ତୁ। ବ୍ୟାଙ୍କ ଯୋଗ୍ୟତା ଅନୁରୂପେ ଆବେଦନକୁ ସମୀକ୍ଷା କରିବ ଏବଂ ଋଣ ଦିଆଯିବ। ଏହି ଋଣ ଯୋଜନା ମାଧ୍ୟମରେ ଛୋଟ ବ୍ୟବସାୟୀମାନଙ୍କୁ ବୃଦ୍ଧି ଓ ସ୍ୱୟଂ ରୋଜଗାର ସୃଷ୍ଟି ସାହାଯ୍ୟ ମିଳିବ। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।